କେହି ଜଣେ ବଡ଼ କଥାଟି କହିଥିଲା, ପାଖରେ ଟଙ୍କା ଥିଲେ ସବୁ କିଣି ହେବ, ଗାଡ଼ି ବଙ୍ଗଳା ସବୁ କିଛି ପାଖରେ ଟଙ୍କା ଥିଲେ ବଡ଼ କୋଠାଟେ କିଣି ହେବ, ହେଲେ ଭଲ ଘର ହେବ। ପାଖରେ ଟଙ୍କା ଥିଲେ ବଡ଼ ପଲଙ୍କ କିଣି ହେବ, କିନ୍ତୁ ନିଦ କିଣି ହେବନି। ପାଖରେ ଟଙ୍କା ଥିଲେ ବଡ଼ ଘଣ୍ଟାଟି କିଣି ହେବ, ହେଲେ ସମୟକୁ କିଣି ହେବ। ମୋ ପାଖରେ ଆଜି ଅଜସ୍ର ଟଙ୍କା, ଅନେକ ଧନ ସମ୍ପତ୍ତି, ହେଲେ ସମୟ ପାଖରେ ମୁଁ ହାର ମାନିଯାଇଛି। ମୋ ଧର୍ମପତ୍ନୀ ମତେ ଠେକା କରି ଚାଲିଯାଇଛି। ମୁଁ ବିଲକୁଲ ମାମୁ ସବୁ ମେଡିସିନ ନେଇ ଆସିଛି, ଡକ୍ଟର ଯାହା କହିଲେ ସବୁ ନେଇ ଆସିଛି, ମାଇଣ୍ଡର କିଛି ଅସୁବିଧା ହେବନି। ମୁଁ ଯାଉଛି ମେଡିସିନ ସବୁ ଡକ୍ଟରଙ୍କୁ ଦେଇ ଆସିଛି। ମାମୁ 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 ମାଇ ତା ଝିଅ ଯୋଉଠି ଅପେକ୍ଷା କରିବୁ ସେ ବସିଥିଲେ, ବାସ୍ ଦେଖିଦେଲା। ଡକ୍ଟର 5 ଦିନ ଆଗରୁ ଶେଷ କଥା ଶୁଣି ଦେଇଥିଲେ। ଏ କଥା ଜଣକ ବୋଧେ ଜାଣି ସାରିଥିଲା, ସେଇଥିପାଇଁ ଜିଦ୍ ଧରି ବସିଲା। ତା ଝିଅକୁ କନ୍ୟା ବେଶ ଦେଖିବ, ଜ୍ୱାଇଁକି ଦେଖିବ, ଏହା ଛଡ଼ା ଅନ୍ୟ କିଛି ନଥିଲା ଆମ ପାଖରେ। ମାମୁ ଏମିତି ପରିସ୍ଥିତିରେ ସୁନା ମନ୍ଦିରରେ ବାହାରି ପଡ଼ିଲେ ଯେ ଏ ସହରରେ କିଏ ଜାଣିଲେ ନା କିଏ ଦେଖିଲେ ନା କିଛି ଜାଣିପାରିଲେ। ତା କହିଲେ ରୁଦ୍ର ନାରାୟଣ ଝିଅ କ'ଣ ଏମିତି ବାହା ହେଇଥାନ୍ତା? ତା ଜ୍ୱାଇଁ କ'ଣ ଏମିତି ଖାଲି ପାଦରେ ଚାଲି ଚାଲି ଆସିଥାନ୍ତା? ଏ ସହରରେ ସବୁ ଲୋକ ଜାଣିଥାନ୍ତେ, ଗୋଟେ ଚର୍ଚ୍ଚା ହେଇଥାନ୍ତା। ହେଲେ ତାକୁ କିଏ ବା ବଦଳେଇ ପାରିବ? ଯାହା ହଉ ତମକୁ ଦେଖିବା ପାଇଁ ସେ ବଞ୍ଚିଥିଲା, ତମକୁ ଦେଖିଲା, ବାସ୍ତା ଜୀବନ ଚାଲିଗଲା, ତା ଆତ୍ମାକୁ ଅନ୍ତତଃ ଶାନ୍ତି ମିଳିଗଲା। ଈଶ୍ୱରକୁ ଏତିକି ପ୍ରାର୍ଥନା କରୁଛି ସେ ତାଙ୍କ ନିରବ ଆତ୍ମାକୁ ଶାନ୍ତି ଦିଅନ୍ତୁ। ହଁ ସୁମେଶ, ତମ ବିଷୟରେ ସୋନା ମତେ କିଛି କହିନଥିଲା। ଯେତେବେଳେ ତା ମା ଜିଦ୍ ଧରି ବସିଲା ସେ ତମ କଥା କହିଲା। ତମେ କୁଆଡ଼େ କଲେଜରୁ ତାକୁ ଭଲ ପାଉଥିଲ? ହଁ, ଆଉ ଯୋଉ କିନ୍ତୁ କହିଲା ତମେ କୁଆଡ଼େ ପ୍ରଥମେ ବାହା ହେବାକୁ ରାଜି ହଉନଥିଲ? ନାଇଁ, ସେମିତି କିଛି ବି ନୁହେଁ। ମାନେ ହଠାତ୍ ବାହାଘର ମୁଁ କିଛି ନିଷ୍ପତ୍ତି ନେଇପାରିନଥିଲି। ଯାହା ହଉ ସୁନାର ଜିଦ୍ରେ ତମେ ରାଜି ହେଇଗଲ, ତା ମା ଶେଷ ଇଚ୍ଛା ପୂରଣ ହେଇଗଲା। ତାହେଲେ ମୁଁ କେବେ ନିଜକୁ କେବେ ମୁଁ ବୁଝେଇ ପାରିନଥାନ୍ତି। ଯାହା ହଉ ଆଉ ଗୋଟିଏ ଅନୁରୋଧ ରଖିବ ସୁମେଶ, ତା ମା ଶେଷ ଇଚ୍ଛା ତା ଜ୍ୱାଇଁ ତା ମୁହଁରେ ନିଆଁ ଦେବ। ମୋ ହାତ ଯୋଉଠି ଅନୁରୋଧ କରୁଛି, ତମେ ତା ମୁହଁରେ ଟିକେ ନିଆଁ ଦେବ ସୁମେଶ। ମାନେ ହଁ, ତମେ ମୋ ଜ୍ୱାଇଁ ନୁହଁ, ତମେ ମୋ ପୁଅ। ଏତିକି ଇଚ୍ଛା ପୂରଣ କର। ଆଉ କିଛି କାନ୍ଦି ଲାଭ ନାହିଁ ରେ ମା। ତୋ ମା ତୋତେ କେତେ ଭଲ ପାଏ ବଞ୍ଚିଲା ବେଳେ କହିନଥିଲା, ମଲା ବେଳେ ଜଣେଇ ଦେଇଗଲା। ତୁ ତା ଜୀବନ ତୋତେ ଦେଖିଲ, ତା ଜୀବନ ବାବା ଡେରି କରି ଲାଭ କ'ଣ? ମୁଁ ଯାଉଛି ଖବରଟା ସାଇ ଭାଇକି ଜଣେଇ ଦେଉଛି। ଆରେ ହଁ ଯା। ଆରେ ଖଟଟା ବେଳେ ମାସେ ହେଲା ପଡ଼ିଥିଲା, ଆଉ କାହିଁକି ବାସି ଭଡ଼ା କରିବ? ଯାଅ ତାକୁ ମଶାଣିର ବ୍ୟବସ୍ଥା କର। ମୁଁ ଯାଉଛି ଅନ୍ତତଃ ତା ପାଖରେ ଟିକେ ବସି। ହଁ ମାମା ତମେ ଯାଅ। ସୁନା ତୁ ଆକୁ ଭଲ ପାଉଥିଲୁ? ନମସ୍କାର, ମୁଁ ସୁନାର ପିସ୍ ପୁଅ ଭାଇ। ଯାହା ହଉ ଭଲ ହେଲା, ତମେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛ। ତା ନହେଲେ ମୋ ମାଇର ସବୁ ଆଶା ଅଧୁରା ହେଇ ରହିଯାଇଥାନ୍ତା। ସେଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ତମେ ଗୋଟେ କଥା ମାର୍କ କରିଛ, ମାମା ତମକୁ କେମିତି ଗୋଟାଏ ଡରରେ ଚାହିଁ ରହିଥାଏ। ହଁ, ତାଙ୍କ ମୁହଁକୁ ଦେଖିଲା ପରେ ମତେ ଲାଗିଲା ତାଙ୍କ ସହିତ ମୋର ଯେମିତି ପୂର୍ବ ଜନ୍ମର କିଛି ସମ୍ପର୍କ ଅଛି। ତାଙ୍କ ମମତା ଭଳା ହାତରେ ମୋ ମୁଣ୍ଡକୁ ଆଉଁସି ଦେଇ ସେ ଆଖି ବୁଝିଦେଲେ। ଡ୍ୟାଡ୍ ପୁଣି କହିଛନ୍ତି ତମେ ମୋ ମାମାଙ୍କ ମୁହଁରେ ନିଆଁ ଦବ। ହଁ, ମନେ ରଖ, ୟାର କିଛି ନୀତି ନିୟମ ବି ଅଛି। 10 ଦିନ ଯାକ ତମେ ବେଳିକା ଖାଇବ, ସବୁଦିନ ସନ୍ଧ୍ୟାରେ ହାଣ୍ଡି ଦେଇ 11 ଦିନ ନିବମିତା ଖାଇ ମାମାଙ୍କ ପାଇଁ ଶୁଦ୍ଧି ହବ। ମୁଁ କେମିତି? ମୁଁ କ'ଣ ହଉଛ? ତା ଭଣଜା ଥାଉ ଥାଉ ସେ ତା ଜ୍ୱାଇଁ ହାତ ନିଆଁ ଦେବା ପାଇଁ କହିଯାଇଛି। ଏଥିରୁ ଜାଣିପାରୁଥିବ ମାମା ମୋତେ କେତେ ଭଲ ପାଏ, ଆଉ ସେ ଭଲ ଭାବରେ ମାନ ମର୍ଯ୍ୟାଦା ରଖିବାକୁ ହେଲେ ଏସବୁ କ୍ରିୟାକର୍ମ ମୋତେ କରିବାକୁ ପଡ଼ିବ। ମୋ ପାଇଁ ନୁହେଁ, ମୋ ମାମା ପାଇଁ, ମୋ ମାମା ଆତ୍ମାର ଶାନ୍ତି ପାଇଁ ତମକୁ ଏ ଦଶ ଖଟିବାକୁ ପଡ଼ିବ।